ମାନେ ପୋଖରୀଟା ପୋଖରୀ ଭଳିଆ ଦେଖାଯାଉନି, ଯାଇକି ସମୁଦ୍ର ପାଲଟି ଯାଇଛି। ଯାଇକି କାଲି ଖଟରେ ଶୋଇଥିଲେ, ଯାଇକି ଖଟ ତଳେ ପାଣି ଭର୍ତ୍ତି ହେଇଯାଇଛି। ଦେଖିପାରୁଥିବ କେମିତି ପାଣି ଘର ଭିତରେ। ଏ ଖଳାରେ ମାଛ ଧରିବୁ ଆମେ। ନଈରୁ ବି ପାଣି ଓଭର। ତ ହ୍ୟାଲୋ ଭାଇ ଭଉଣୀ ମାନେ, ଆଉ ଏକ ନୂଆ ବ୍ଲଗ୍ରେ ସ୍ୱାଗତ କରୁଛୁ। ଯାହାକି ଦେଖିପାରୁଥିବ କେମିତି ଆମର ମାନେ ଘର ବୁଡ଼ିଗଲାନି, କେମିତି ଆମ ଖଳାରେ ପାଣି ଭର୍ତ୍ତି ହେଇଯାଇଛି। ଯାହାକି ଏତେ ପାଣି ଯାହାକି ଆମ ଘର ଭିତରେ ପାଣି ଢୁକି ଯାଇଛି। ତ ଆମକୁ ଆଣ୍ଠିଏ ପାଣିରେ ଯିବାକୁ ପଡ଼ୁଛି ଏବେ ଘରକୁ। ତ ଯାଇକି ମୁଁ ଟିକେ ଦେଖାଉଛି, ଟିକେ ଖାଲି ଧୈର୍ଯ୍ୟ ଧର। ମାନେ ଆଣ୍ଠିଏ ପାଣିରେ ମୁଁ ଯାଉଛି ଏବେ ଘରକୁ। ଆମର ଖଳାରେ ଦେଖିପାରୁଥିବ କେମିତି ପାଣି। ଆଉ ସେ ଘରଟା ବି ମାନେ ସେ ଘରଟା ଅଳ୍ପ ଅଳ୍ପ ବୁଡ଼ିଛି, ଆମ ଘର ପୁରା ବୁଡ଼ି ଯାଇଛି। ଯାଇକି ସେଇଟା ପାଣି ଘର ଭିତରେ ଭର୍ତ୍ତି। ସେପଟେ ତାଙ୍କର ବାହାରେ ମୁହଁ ଦେଉଛନ୍ତି, ଯାଇକି ବାହାରି ପାରୁନାହାନ୍ତି। ଆମ ମାନେ ପୋଖରୀଟା ପୋଖରୀ ଭଳିଆ ଦେଖାଯାଉନି, ଯାହାକି ସମୁଦ୍ର ପାଲଟି ଯାଇଛି। ଏପଟେ ଆମର ଜାମା ପ୍ୟାଣ୍ଟ ଶୁଖିଛି। ଆମ ଘର ଖାଲି କେତେ ଘର ଭିତରେ ଆଠିଆ ପାଣି। ଯାଇକି କାଲି ଖଟରେ ଶୋଇଥିଲେ, ଯାଇକି ଖଟ ତଳେ ପାଣି ଭର୍ତ୍ତି ହେଇଯାଇଛି। ଏପଟେ ବି ଆଉ ସେ ପୁରୁଣା ଘରଟାର ବି ପାଣି କେମିତି ଭର୍ତ୍ତି ହେଇଯାଇଛି ଖାଲି। ଯାଇକି ଆମର ସେ ଘରଟା ହେଉଛି ନୂଆ ଘର, ଏଟା ହେଉଛି ପୁରୁଣା ଘର। ଯାଇକି ପୁରୁଣା ମାନେ ନୂଆ ଘରଟା ବି ଫାଷ୍ଟ ବୁଡ଼ିଗଲା, ତାପରେ ପୁରୁଣା ଘରଟା ପାଣି ପଶିଲା। ଏବେ ବି ଲାଇନ୍ ଅଛି, କାଲି ଲାଇନ୍ ଥିଲାନି, ଆଜି ଲାଇନ୍ ଆସିଛି। ଦେଖିପାରୁଥିବ କେମିତି ପାଣି ଘର ଭିତରେ। ଆଉ ଏକଡ଼େ ଖାଲି ବାକି ଟିକେ ଅଛି ବୁଡ଼ିତେ। ଆଉ ମତେ ଲାଗୁଛି ଆଜି ପୁନେଇ ଅଛି, ଆଜି ଦୁଆର ଯେ ଠେଲିବ ନା ପୁରା ବୁଡ଼େଇ ଦେବ ଘର ବି। ଆଉ ବାକି ଅଛି ଆମର ଖାଲି ଏଇ ଦୁଇଟା ରୁମ୍, ଯାଇକି ଅନ୍ଧାର ଅନ୍ଧାର ଦେଖାଯାଉଛି। ଯାଇକି ଲାଇନ୍ ତ ଏକଡ଼େ ଦିଆଯାଇନି ନା, ତ ସେଥିପାଇଁ ଟିକେ ଖାଲି ଏଟା ଉଞ୍ଚା ଅଛି ବୋଲି ଏଟା ବୁଡ଼େଇ ନାହିଁ। ବହୁତ ଭୟଙ୍କର। ମାନେ ଏମିତି ବି କେବେ ବନ୍ୟା ହୁଏନି ଯାହାକି ଆମ ଘର ଦ୍ୱାର ବୁଡ଼ିଯାଏ। ଖାଲି ଏଇ ବର୍ଷ ହିଁ କେରକମ ହେଇଗଲା। ନହେଲେ ଆମେ ଯେତେବେଳେ ଛୋଟ ଛୋଟ ଥିଲେ, ସେତେବେଳେ ହିଁ ଗୋଟେ ବନ୍ୟା ବଡ଼ଟା ଆସିଥିଲା। ତ ସେତେବେଳେ ଟିକେ ଘର ଦ୍ୱାର ପାଣି ପଶିଥିଲା। ଆଉ ମାନେ ବନ ହେଇନି ଯେ ଆମକୁ ଘର ଦ୍ୱାର ଏମିତି ବୁଡ଼େଇ ନଉ। କିନ୍ତୁ ଫାଷ୍ଟ ଟାଇମ୍ ଏବେ 2026ରେ ଆଉ ଗୋଟେ ଝଟକା ଦେଇଦେଲା, ଯାଇକି ଘର ଦ୍ୱାର ଉଜାଡ଼ି ଦେଇକି ଚାଲିଗଲା। ଆହୁରି ଏଇଟା କିଛି ହେଇନି, ଡ୍ୟାମ୍ର ପାଣି ତ ଛଡ଼ା ହେଇନି ନା କ'ଣ? ଛଡ଼ା ହେଲେ ଆଉ କିଛି ରଖିବନି। ଯାଇକି ଘର ଆମର ପରିସ୍ଥିତି ଦେଖିପାରୁଥିବ କେମିତି। ଯାଇକି 2 ଦିନ ହେଲାନି, ଯାହାକି ଆମକୁ ରିଲିଫ୍ ମିଳୁଛି ନା କିସ ମିଳୁଛି। ଏବେ ରାସ୍ତାରେ ଆମକୁ ଶୋଇବାକୁ ପଡ଼ୁଛି, ନା ଖାଇବାର ବି ଟେନସନ୍, ନା ରୋଷେଇ କରିବୁ କେଠି। ଏମିତି ହିଁ ଆମ ଜୀବନ କଟି ଯାଉଛି। ଆମ ଘର ଏକା ନୁହେଁ, ବା ଏ ଲାଇନ୍ରେ ଯେତିକି ବି ଘର ଅଛି ସମକା ଘର ବୁଡ଼ି ଯାଇଛି। ବାହାରେ ଏମିତି ମାନେ ଦେଖାଯାଉଛି କେମିତି। ପୁରା ଏ ଖଳାରେ ମାଛ ଧରିବୁ ଆମେ। ଓ ବାବାରେ, ପୁରା ବହୁତ ବେକାର କରିଦେଇ ଚାଲିଗଲା। ଆମର ଆଉ ବାହାରେ କାଠ ଫାଠ ଶୁଖା ହେଇଛି। ମାନେ ଆଉ ଘର ଭିତରେ ସାପ ପଶି ଯାଉଛନ୍ତି, ବେଙ୍ଗ ପଶି ଯାଉଛନ୍ତି, ଯାହା ଯେତିକି ବି ଜଙ୍ଗଲରେ ରହିବା ଜିନିଷ ସବୁ ଘର ଭିତରେ। ଆଉ ଏପଟେ ଆମର କାଠ ଫାଟ ଶୁଖା ହେଇଛି, ଯାଇକି ଉଦା ହେଲେ ରାସ୍ତାରେ ଶୁଖେଇବୁ ନା ରୋଷେଇ କରିବୁ। ତ ନଈର ବି ପାଣି ଟିକେ ଦେଖିଦେବେ କେମିତି ହେଇଛି। ଯାଇକି ନଈର ବି ପାଣି ଓଭର।
এইଠି ଭିଡ଼ିଓଟାକୁ ଶେଷ କରିବା। ଦେଖା ହେବା ଆଉ ଏକ ଭିଡ଼ିଓରେ।